ଆଜି ହେଉଛି ମୋ ବାହାଘର। ଆଉ କିଛି ସମୟ ପରେ ମୁଁ ବାହା ହେଇଯିବି। ଦେବାକୁ ତ ମୁଁ ତ ଭୁଲି ପାରୁନି। କଣ ବା କରିବା? ବାପାଙ୍କ କଥାରେ ରାଜି ହେବାକୁ ପଡ଼ିଲା। ଏଇଟା ବୋଧେ ମୋ ଭାଗ୍ୟ। ହଁ, ମୋ ଭାଗ୍ୟ। ଆଉ କିଛି ସମୟ ପରେ ତୋ ଘର ଆସିବ, ଆଉ ତୋତେ ଏଇ ଘରରୁ ନେଇକି ଯିବ। ସତରେ ମା, ତୋ ବାପାର କଥାକୁ ପଛରେ ପକେଇ ତୁ ଶାଶୁଘରକୁ ଚାଲିଯିବୁ। ଏ କଥା ଭାବିଲା ବେଳକୁ ଛାତିଟା ଫାଟି ଯାଉଛି। କଣ କରିବ? ଏହା ତ ବିଧିର ବିଧାନ। କରିଥାନ୍ତି ବାପା, ରାଜିନାମା ଛଡ଼ା ମୋ ପାଖରେ ଆଉ ଉପାୟ କଣ ଥିଲା ଯେ? ଆପଣଙ୍କ କଥାରେ ରାଜି ହେଇଗଲି। କଣ ବା କରିଥାନ୍ତି? ଏଇଟା ତ ମୋ ଭାଗ୍ୟ। ସେ ଚନ୍ଦନ ବହୁତ ଭଲ ପିଲାରେ ମା। ସେ ତୋତେ ସାରା ଜୀବନ ଖୁସିରେ ରଖିବ। ହଇଆ, ବରଯାତ୍ରୀ କେତେବେଳେ ଆସିବେ? ପୁଣି ତ କହିଲେଣି ଲଗ୍ନ ସମୟ ଗଡ଼ି ଯାଉଛି। ସତରେ ତ ଏ ବରଯାତ୍ରୀ ଆସିବା ଏତେ ଡେରି ହଉଛି କାହିଁକି? ନମସ୍କାର ସମଧି। ନମସ୍କାର। ଆରେ ସମୁଦ୍ର, ଆପଣ ଏକା ଏକା ଚାଲି ଆସିଲେ ଯେ ବରଯାତ୍ରୀ କାହିଁ? କଣ କରିବି ସମଧି, ମୋ ପୁଅ ଆଉ ଏ ଘରେ ବରଯାତ୍ରୀ ସାଜି ଆସିପାରିବନି। କାହିଁକି ସମୁଦ୍ର, କାହିଁକି ଆସିପାରିବେନି? କାହିଁକି ନା 4 ଦିନ ହେଲା ସେ ଘର ଛାଡ଼ି କୁଆଡେ ଚାଲି ଯାଇଛି ଯେ ତାକୁ ଯେତେ ଖୋଜିଲେ ବି ପାଇପାରୁନୁ। ଥାନାରେ ଜଣେଇଥାନ୍ତ। ପୋଲିସ ବି ବହୁତ ଖୋଜାଖୋଜି କଲା ସମଧି, ହେଲେ ପାଇପାରିଲାନି। କିନ୍ତୁ ତା ରକ୍ତ ଲଗା ଡ୍ରେସ୍ ଆଣି ଆମ ହାତରେ ଦେଲା। ମାନେ ଚନ୍ଦନ, ପୋଲିସ କହିବା ଅନୁସାରେ ତାକୁ କିଏ ମାରି ଦେଇଛି। ତାହେଲେ ମୋ ଝିଅର ଅବସ୍ଥା କଣ ହବ ସମୁଦ୍ର? କଣ ହବ? ମୋ ପୁଅକୁ ହରାଇବା ଦୁଃଖରେ ମୁଁ ଭାଙ୍ଗି ପଡିଛି ସମଧି। ମୁଁ ଆଉ କିଛି କହିପାରିବିନି। ମୁଁ ଆସୁଛି। ହଁ, ମୁଁ ଆସୁଛି। ଏବେ କଣ ହବ ମାୟା? ମୋ ଝିଅର ଅବସ୍ଥା କଣ ହବ? କଣ ହବ? ଝିଅଟା ତ ମୁଗୁଳାଇ ସାରିଲାଣି। ଯେମିତି ହେଲେ ବି ୟାର ବାହାଘର କରିବା ନିହାତି ଜରୁରୀ। ଭାରୁଅ ପାଣିରେ ଗାଧୋଇ ଝିଅଟା ମଙ୍ଗୁଳା ହେଇଯାଇଛି। ମଙ୍ଗୁଳା ଝିଅର ଯଦି ବାହାଘର ନ ହୁଏ ତାହେଲେ ଆମେ ବଞ୍ଚିବା କେମିତି? ଯଦି ମଙ୍ଗଳ କନ୍ୟା ଯଦି ବଞ୍ଚି ପାରିବନି ତାହେଲେ ମୁଁ ଆତ୍ମହତ୍ୟା କରିଦେବି ବାପା। ମୁଁ ଆତ୍ମହତ୍ୟା କରିଦେବି। ନାଇଁ ରେ ମା, ମୁଁ ବଞ୍ଚି ଥାଉ ଥାଉ ମୁଁ ତତେ ମରିବାକୁ ଦେବିନି। ଭିଣେଇ ଭାଇ, ଏତେ ଟେନସନ ହବା ବଦଳରେ ମୋ କଥା ଟିକେ ଶୁଣିଲେ ହୁଅନ୍ତାନି? ହଁ ମାନେ ତୁ କଣ କହିବାକୁ ଚାହୁଁ? ଝିଅଟା ମଙ୍ଗୁଳା ହେଲେ ତ କିଏ ଆଉ ତାକୁ ବାହା ହେବେନି। ତେଣୁ ମୋ ପୁଅ ନାଗା ସହିତ ତା ବାହାଘର କରିଦେଲେ ହୁଅନ୍ତାନି? ସେଇ ବାପା ନାହିଁ, ସେଇ ନାଗା ସହିତ ମୁଁ ଜମାରୁ ବାହା ହେବିନି। ହଁ, ମୋ ପୁଅ କଣ ଗନ୍ଧୁଛି କହିଲା ବାହା ହେବିନି ବାପା। ଦେଖ ମା, ମଙ୍ଗୁଳା ଝିଅକୁ ଏ ସମାଜ କଳଙ୍କିନୀ ବୋଲି କହିଥାଏ। ଆଉ ତୋର ଯଦି ବାହାଘର ଭାଙ୍ଗିଯାଏ ତାହେଲେ ଆମେ ବଞ୍ଚିବୁ କେମିତି?
ହାତ ଧରୁଛି ରେ ମା ତୁ ସେ ନାଗାକୁ ବାହା ହେଇଯା ମୁଁ ତତେ ହାତ ଧରୁଛି ବାବା ନାଇଁ ତମେ ପୁଣି ହାତ ଯୋଡ଼ିବ ଆପଣ ତ ଇଜ୍ଜତ ରକ୍ଷା କରିବାକୁ ଯାଇ ମୁଁ ସେ ନାଗାକୁ ବାହା ହେବି ବାପା ହଁ ମୁଁ ବାହା ହେବି ଚରଣ ଆଉ ଡେରି କାହିଁକି ଯାଅ ନାଗାକୁ ରେଡି କର ଆସନ୍ତା କାଲି ତାଙ୍କ ବାହାଘର ସାରିଦେବ ଯାଅ ହଉ ଚାଲନ୍ତୁ ଚାଲ ମା ଚାଲ